एजुकेशनल एक्सपोर यूट्यूब चैनल रे आपण मानकु स्वागत। वर्तमान समय रे बहुत बड़ इंपोर्टेंट न्यूज आसुची एलटीआर रो जो आपण मानकर डिस्ट्रिक्ट एंड जो स्कूल काउंसलिंग जो होउतिला तार जो डेट अछि ताहा वर्तमान समय रे चेंज हे जाईची ता एक्सटेंड हेची। जदि हमें देखिबा तार जो प्रीवियस एठी आपण देखिबे आगरो जो डेट थिला आपणकर प्रीवियस नोटिस हिसाब रे आपणकर डिस्ट्रिक्ट सिलेक्शन जो थिला ताहा 6 तारिख नै कि 8 तारिख पर्यंत थिला। ଆଉ ଆପଣମାନଙ୍କର ଡିଷ୍ଟ୍ରିକ୍ଟ ଏଲୋକେସନ ର ଯୋଉ ରେଜଲ୍ଟ ତାହା 8 ତାରିଖ ବାହାରିବାକୁ ଯାଉଥିଲା। ଆଉ ଆପଣ ପୁଣି 8 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଆପଣମାନଙ୍କର ସ୍କୁଲ ଯୋଉ ସିଲେକ୍ସନ ପ୍ରିଫରେନ୍ସ ଦେବାର ଥିଲା। କିନ୍ତୁ ଏବେ ଯୋଉ ନ୍ୟୁ ନୋଟିସ ଆସିଛି ଆପଣମାନଙ୍କର ଯୋଉ ଡେଟ୍ ଟି ବର୍ତ୍ତମାନ ତାହା ଏକ୍ସଟେଣ୍ଡ ହେଇଯାଇଛି। ଆପଣମାନେ 6 ତାରିଖରୁ ଷ୍ଟାର୍ଟ କରିକି 11 ତାରିଖର 10ଟା ପର୍ଯ୍ୟନ୍ତ ଦେଇପାରିବେ। ଆପଣମାନଙ୍କର ଯୋଉ ସ୍କୁଲ ଏଲୋକେସନ ଯୋଉ ହେବ ତାହା ଆପଣଙ୍କର 12 ତାରିଖ 10ଟାରେ ପବ୍ଲିଶ ହେବ ତାର ରେଜଲ୍ଟ ଟି। ଆପଣମାନଙ୍କର ସ୍କୁଲ ଯୋଉ ଚଏସ କେତେବେଳେ ଦେବେ ନା ସେହି ଦିନ ଏଗେନ 10ଟାରୁ ଷ୍ଟାର୍ଟ ହେଇକି ଆପଣମାନଙ୍କର 14 ତାରିଖ 10ଟା ପର୍ଯ୍ୟନ୍ତ ଆପଣମାନେ କଣ କରିପାରିବେ ନା ଆପଣମାନଙ୍କର ଯୋଉ ସ୍କୁଲ ଡେଟ୍ ଦେଇ ସ୍କୁଲ ପ୍ରିଫରେନ୍ସ ଦେଇପାରିବେ। ତାପରେ କଣ ହେବ ନା ଆପଣମାନଙ୍କର ଯଦି ରେଜଲ୍ଟ ଆସିବ ଏହାର ଯୋଉ ସ୍କୁଲ ପ୍ରିଫରେନ୍ସ ଆପଣ କୋଉ ସ୍କୁଲରେ ପାଇଲେ ତାହା ଆପଣଙ୍କୁ ଆପଣଙ୍କର ଯୋଉ ଡିଷ୍ଟ୍ରିକ୍ଟ ସିଲେକ୍ସନ ହେବେ ସେହି ଡିଷ୍ଟ୍ରିକ୍ଟର ଡିଓ ଆପଣଙ୍କୁ ଜଣେଇବେ। ତାପରେ ଏଠି କଣ ଅଛି ସେୟାରିଂ ଦ ଡିଷ୍ଟ୍ରିକ୍ଟ ଏଣ୍ଡ ସ୍କୁଲ ଲୋକେସନ ଅଫ ଦ ଏଲଟିଆର टीचर टू बी कम्युनिकेटेड टू द डीओस ଆପଣମାନଙ୍କୁ ଡିଓ ହିଁ ଜଣାଇବେ। ଏଠି ଦେଖନ୍ତୁ ଆଉ ଗୋଟେ ଜିନିଷ ଚେଞ୍ଜ କରାଯାଇଛି। ଏଠି କଣ ଥିଲା ଏକ୍ସେପ୍ଟ ଥିଲା ନୂଆପଡା ଡିଷ୍ଟ୍ରିକ୍ଟ। ଏଠି କଣ ଲେଖା ହେଇଛି ରିପୋର୍ଟିଂ ଅଫ टीजीटी पीसीएम टीजी सीबीजेड पीईटी तेलुगु उर्दू टीचर्स एट देयर allocated district and office of DEOs concerned with relevant documents to be notified। ଆପଣ କେବେ ଯିବେ ତାଙ୍କ ପାଖକୁ ତାହା ଆପଣଙ୍କୁ ପରେ ଜଣେଇ ଦିଆଯିବ। ଆଗରୁ ଏହା ଡେଟ୍ ଥିଲା। ତ ଏହା ଯୋଉ ନ୍ୟू ଅପଡେଟ ଆସିଛି ଆପଣ ଥରେ ଦେଖି ଦିଅନ୍ତୁ କଣ କଣ ଚେଞ୍ଜେସ କରିବେ କଣ କଣ ଚେଞ୍ଜେସ ହେବ। ଆହୁରି ଏମିତି କେବେ ଦେଖିବା ପାଇଁ ଆପଣ ଏଜୁକେଶନାଲ ଏକ୍ସପ୍ଲୋର ୟୁଟ୍ୟୁବ ଚ୍ୟାନେଲକୁ ଲାଇକ୍ ଏଣ୍ଡ ସବସ୍କ୍ରାଇବ କରିଦିଅନ୍ତୁ। ଥ୍ୟାଙ୍କ ୟୁ ଧନ୍ୟବାଦ।